ଅଛି ଦୀଘାରେ। ବର୍ତ୍ତମାନ ଗତକାଲି ରାତିରେ ଫାଇନାଲ୍ ହେଲା ଯେ ଆମେ ଦୀଘା ବୁଲିବା ଯିବା ପାଇଁ। ତ ସକାଳୁ ସକାଳୁ ଆମେ ବାହାରି ପଡ଼ିଲୁ ଦୀଘା। ତ ଦେଖିବା ସେଠି ଆମ ମହାପ୍ରଭୁ ଜଗନ୍ନାଥଙ୍କର ନୂଆ ମନ୍ଦିର ବି ହେଇଛି। ଦେଖିବା ଦୀଘା କେମିତି କ'ଣ ସେଠିକାର ଲୋକେସନ୍। ତ ଚାଲନ୍ତୁ ବୁଲିଯିବା ଦୀଘା। ବର୍ତ୍ତମାନ ଆମେ ପହଞ୍ଚିଗଲୁ ଦୀଘା ପାଖାପାଖି ଉଦୟପୁର ବିଚ୍। ବହୁତ ବଢ଼ିଆ ସୁନ୍ଦର ଦୃଶ୍ୟ ଏଠି। ଏମିତି ସମୟରେ ପହଞ୍ଚିଲୁ ଯେ ପାଣି 2 କିଲୋମିଟର ଦୂରରେ। ଏପଟେ ଦେଖିଲା ବେଳକୁ ଅଳିଆ ଦେଖୁନାହାନ୍ତି କୋଭଳି ଅଳିଆ ଗଦା ହେଇକି ପୁରା ରହିଛି ଏ ବିଚ୍ରେ। କେତେ ବହୁତ ସାରା ଅଳିଆ ଗଦା ମାନେ ପଡ଼ିଛି। ପୁରା ଅପରିଷ୍କାର ହେଇକି ରହିଥିବ। ଏକୁ କ୍ଲିନ୍ ରଖିବା ଦରକାର ଆମ ସମସ୍ତଙ୍କର କର୍ତ୍ତବ୍ୟ। ଇଏ ହେଉଛି ଦୀଘା ସରି ଇଏ ହେଉଛି ଉଦୟପୁର ବିଚ୍। ଦେଖନ୍ତୁ ପୁରା ପାଣି ତ ଯାଇକି ସିଆଡ଼େ ଅଛି ବହୁତ ଦୂର ଡିଷ୍ଟାନ୍ସରେ। ଦୀଘା ପାଖକୁ ଆମ ଗାଡ଼ି ଆଉ ଯାଇପାରିବନି। ଏଉଠୁ ପରମିସନ୍ ଦରକାର ବୋଲି ଆମେ ଏଇ ଲୋକାଲ ଟୋଟୋରେ ଯିବା ପାଇଁ ଡିସାଇଡ଼୍ କରୁଛୁ। ମୁଲଚାଲ ଚାଲିଛି। ଫାଇନାଲି ଆମେ ଆସି ପହଞ୍ଚିଗଲୁ ଦୀଘାରେ। ଏଠି ଲେଖା ହେଇଛି ଜଗନ୍ନାଥ ଧାମ, କିନ୍ତୁ ଆକ୍ଚୁଆଲି ଆମ ମହାପ୍ରଭୁଙ୍କର ଜଗନ୍ନାଥ ଧାମ ହେଉଛି ପୁରୀ। ଏଠି ପହଞ୍ଚୁ ପହଞ୍ଚୁ ଇଏ ରାସ୍ତାକୁ ଦେଖିକି ବହୁତ ବଢ଼ିଆ ଲାଗିଲା। ନିଟ୍ ଆଣ୍ଡ କ୍ଲିନ୍, ସବୁଆଡ଼ ପୁରା ବହୁତ ବଢ଼ିଆ ନିଟ୍ ମାନେ କ୍ଲିନ୍ ଅଛି। ଏଣ୍ଟ୍ରାନ୍ସ ଗେଟ୍କୁ ଯିବାକୁ ହେଲେ ଷ୍ଟାଣ୍ଡ ପାଖରୁ ପାଖାପାଖି 1/2 କିଲୋମିଟର ଭଳି ଚାଲିବାକୁ ପଡ଼ିବ। ଏଇପଟେ ହେଉଛି ଏଣ୍ଟ୍ରାନ୍ସ ଗେଟ୍। ସମୁଦ୍ର କୂଳରୁ ଏ ଏରିଆ ବହୁତ ପାଖରେ, ବହୁତ ବଢ଼ିଆ ଲାଗୁଛି। ସକାଳୁ ସକାଳୁ ଏ ସକାଳର ଦୃଶ୍ୟ ଏଠି ବହୁତ ବଢ଼ିଆ, ମାନେ ଆତ୍ମା ଶାନ୍ତି ହେଲା ଭଳିଆ ଦୃଶ୍ୟ, ବହୁତ ବଢ଼ିଆ ଲାଗୁଛି। ତ ଆମେ ଏଣ୍ଟ୍ରାନ୍ସ ଗେଟ୍ ପାଖରେ ପହଞ୍ଚି ଯାଇଛୁ। ଏଠି କ୍ୟାମେରା ବୋଧେ ଭିତରକୁ ଛାଡ଼ୁନାହାନ୍ତି। ମୋବାଇଲ ଆଲାଉ ଅଛି କିନ୍ତୁ କ୍ୟାମେରା ଭିତରକୁ ଆଲାଉ ନାହିଁ। ତ ଚେକିଂ କରିକି ଛାଡ଼ୁଛନ୍ତି, ଯାହା ହଉ ଚେକିଂ ହେଇକି ଯିବା ଭିତରକୁ। ଭିତରକୁ ଏଣ୍ଟ୍ରି କଲା ପରେ ଦୃଶ୍ୟ କିଛି ଏମିତି ଅଛି। ଦେଖନ୍ତୁ ମନ୍ଦିର ବହୁତ ବଢ଼ିଆ ଆଉ କ୍ଲିଅର ଦେଖାଯାଉଛି। ବହୁତ ବଢ଼ିଆ ହେଇଛି ସିନେରୀ। ଚାରିପାଖ ପୁରା ପାର୍କ ଭଳି କରିଦେଇଛନ୍ତି। ପୁରା ପାର୍କ ଟାଇପ୍ରେ ହେଇଯାଇଛି ଚାରିପାଖ, ଆଉ ବହୁତ ବଢ଼ିଆ ଦେଖାଯାଉଛି। ମନ୍ଦିରଟି ପୁରୀ ମନ୍ଦିର ଭଳି ହେଇଛି, କିନ୍ତୁ ଦେଖିବାକୁ ଗଲେ ପୁରୀ ମନ୍ଦିର ଠାରୁ ହାଇଟ୍ ପ୍ରାୟ ଟିକେ କମ୍ ହେବ। ଆଉ ବହୁତ ଭଲ ଲାଗୁଛି, ବହୁତ ଭଲ ଦେଖା ବି ଯାଉଛି। ରାଇଟ୍ ସାଇଡ଼୍ରେ ଅଷ୍ଟପ୍ରହରୀ ପାଇଁ ଘର ବି ହେଇଯାଇଛି। ଏଇଠି କୀର୍ତ୍ତନ ଅଷ୍ଟପ୍ରହରୀ ହୁଏ, ଆଉ ଚଉଁରା ବି ତିଆରି କରିଛନ୍ତି। ବହୁତ ଭଲ ଲାଗୁଛି। ଦୀଘା ହେଉଛି ଦୀଘା, ୱେଷ୍ଟବେଙ୍ଗଲର ଦୀଘା। ଦୀଘାରେ ନୂଆ ଜଗନ୍ନାଥ ପ୍ରଭୁ ମହାପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ତିଆରି ହେଇଛି। ଇଏ ହେଉଛି ସେଇ ଜାଗା ତିଆରି ହେଇଥିବା ମହାପ୍ରଭୁ ଜଗନ୍ନାଥଙ୍କର ମନ୍ଦିରରୁ ଆମେ ବର୍ତ୍ତମାନ ଦେଖିକି ଫେରୁଛୁ ଟୁୱାର୍ଡସ୍ ଯାଉଛୁ ବିଚ୍ ଆଡ଼କୁ। ବିଚ୍ ଏଇପଟେ ବହୁତ ପାଖରେ। ଚାଲନ୍ତୁ ଦେଖିବା ବିଚ୍ରେ ଆଉ କ'ଣ କ'ଣ ସବୁ ଆସୁଛି। এই ସମୁଦ୍ର କୂଳେ କୂଳେ ଆମେ ବର୍ତ୍ତମାନ ଯାଉଛୁ ଦୀଘାର ମେନ୍ ବିଚ୍ ଆଡ଼େ, ଯେଉଁଠି ସେଠି ଦୋକାନ ଫୋକାନ ବି ବହୁତ ଅଛି, ଗହଳି ବି ଥିବ।
ढेर एते सकाळୁ आसी पहुँचलु से प्रायतः दुकान गुड़िक भी खोलिनी ये सब प्राय संध्या टाइम रे खोलती बोली जानिबाकु पाइलु। मोबाइल मिलला ଏଇଠି ଅଛି ଦୀଘା। बर्तमान दीघा बुला सरला तो बर्तमान आम बाहरुचु बालेश्वर आउ किछि जगह बुलिबाकू। आम बर्तमान पहुँचगलु इमामी जगन्नाथ मंदिर बालेश्वर रे। पिकनिक आज थिला एटा द्वितीय दिन एठू ब्लॉग करवा एंड देखा नेक्स्ट ब्लॉग रे।